ଆପଣ ସାମ୍ନାରେ ଗୋଟେ ଜାତକ ଦେଖୁଛନ୍ତି। ଏହି ଜାତକ ହେଉଛି ଜଣେ ମହିଳାଙ୍କର। ତାଙ୍କ ଡେଟ୍ ଅଫ୍ ବାର୍ଥ ହେଉଛି 20 ଫେବୃଆରୀ 1996। ଜନ୍ମ ସମୟ ହେଉଛି 11:40 AM, ମେହରନି ଉତ୍ତରପ୍ରଦେଶ। ତେବେ ଚାଲନ୍ତୁ ଏଇ ଜାତକରେ ବିଷୟରେ ଆମେ କଥା ହେବା। ଏଇ ଜାତକରେ ଏମିତି କିଛି ଅଛି ଯେଉଁଟାକି ଆପଣଙ୍କୁ ଜାଣିବା ନିହାତି ଦରକାର। ଏଇ ଜାତକରେ ଅଛି ମ୍ୟାରିଟାଲ୍ ଲାଇଫ୍ ଡିଷ୍ଟର୍ବାନ୍ସ ଅଛି। ଡିଷ୍ଟର୍ବାନ୍ସ ଏଥିପାଇଁ ବିକଜ୍ ଏକ୍ସଟ୍ରା ମ୍ୟାରିଟାଲ୍ ଆଫେୟାର୍ ଲାଗି ମ୍ୟାରେଜ୍ ତାଙ୍କର ଡିଭୋର୍ସ ହେଇସାରିଛି। ରିସେଣ୍ଟ 2026 ଜାନୁଆରୀରେ ହିଁ ତାଙ୍କର ଡିଭୋର୍ସ ହେଇଛି। ତ ବର୍ତ୍ତମାନ ଚାଲନ୍ତୁ, ତାଙ୍କର ପ୍ରଶ୍ନ ଥିଲା ଯେ ତାଙ୍କୁ ଜବ୍ କେବେ ମିଳିବ, ଜବ୍ ରିଲେଟେଡ୍ ପ୍ରଶ୍ନ ଥିଲା, ଆଉ ସେକେଣ୍ଡ ମ୍ୟାରେଜ୍ ରିଲେଟେଡ୍ ମଧ୍ୟ ପ୍ରଶ୍ନ ଥିଲା। ତ ବର୍ତ୍ତମାନ ଦେଖିବା ଚାଲନ୍ତୁ ତାଙ୍କ ଜାତକ। ଆପଣ ଦେଖନ୍ତୁ ବର୍ତ୍ତମାନ ତାଙ୍କ ଜାତକ ହେଉଛି ତାଙ୍କର ବୃଷ ଲଗ୍ନ ଆଉ କୁମ୍ଭ ରାଶି। ଜନ୍ମ ନକ୍ଷତ୍ର ହେଉଛି ପୂର୍ବ ଭାଦ୍ରପଦ ନକ୍ଷତ୍ର। ପୂର୍ବ ଭାଦ୍ରପଦ ନକ୍ଷତ୍ର ହେଉଛି କ'ଣ, ସିଏ ହେଉଛି ଆମର ବୃହସ୍ପତିର ନକ୍ଷତ୍ର। ତେଣୁ ବୃହସ୍ପତି ମହାଦଶାରେ ସେ ଜନ୍ମ ହୋଇଛନ୍ତି। ବୃହସ୍ପତି ପୂର୍ବ ଭାଦ୍ରପଦ ନକ୍ଷତ୍ର ହେଉଛି କ'ଣ, ସେ ଗୋଟେ ଡୁଆଲ୍ ଫେସେସ୍ ପର୍ସନ୍। ଡୁଆଲ୍ ଫେସେସ୍ ପର୍ସନ୍ ଇନ୍ ଦ ସେନ୍ସ କ'ଣ, ଯେ ତା ଭିତରେ ଗୋଟେ ହ୍ୟାପିନେସ୍ ବି ଅଛି, ତା ଭିତରେ ଗୋଟେ ସ୍ୟାଡ଼ନେସ୍ ବି ଅଛି। ତ ଆପଣ ଦେଖିବେ ପୂର୍ବ ଭାଦ୍ରପଦ ନକ୍ଷତ୍ର ଜନ୍ମ ହେଲେ ସୋ ଦ୍ୟାଟ୍ ଆପଣ ଦେଖିବେ ଆପଣ ଲାଇଫ୍ରେ ଭେରାଇଟି ଅଫ୍ ଆଙ୍ଗେଲ୍ ଆପଣଙ୍କୁ ଲାଇଫ୍ ଦେଖେଇଥାଏ। ଆପଣଙ୍କୁ ଗୋଟେ ଫେଜ୍ରେ ବହୁତ ପଜିଟିଭ୍ ରେଜଲ୍ଟ ଆପଣଙ୍କୁ ଦେଲା ବେଳକୁ ଗୋଟେ ପଜିଟିଭ୍ ଫେଜ୍ ଦେଖିଲା ବେଳକୁ ଗୋଟେ ସାଇଡ଼୍ରେ ସ୍ୟାଡ଼୍ ଫେଜ୍ ମଧ୍ୟ, ଗୋଟେ ଡେଷ୍ଟ୍ରକ୍ଟିଭ୍ ଫେଜ୍ ମଧ୍ୟ ଆପଣଙ୍କୁ ଦେଖେଇଥାଏ। ତ ଠିକ୍ ସେଇଭଳି ଆଙ୍କ ଲାଇଫ୍ରେ ମଧ୍ୟ ବି ସେମିତି କିଛି ହେଇଛି। କିନ୍ତୁ ଆଙ୍କର ମ୍ୟାରେଜ୍ର ଡିଷ୍ଟର୍ବାନ୍ସର କାରଣ କିଛି ଅଲଗା ଅଛି ମଧ୍ୟ ଅଛି, ମୁଁ ଯେଉଁଟାକି ଆପଣଙ୍କୁ କହିବା ପାଇଁ ଚାହିଁବି ଯେତେବେଳେ ଜାତକ ଆମେ ଆନାଲିସିସ୍ କରିବା। ତା ପୂର୍ବରୁ ଚାଲନ୍ତୁ ଆପଣ ଦେଖନ୍ତୁ ବର୍ତ୍ତମାନ ବୃଷ ଲଗ୍ନ ଆଉ କୁମ୍ଭ ରାଶି। ବୃଷ ଲଗ୍ନର ସ୍ପେଶାଲିଟି ହେଉଛି କ'ଣ, ବୃଷ ଲଗ୍ନ ବାଲା ସେମାନେ ଯେଉଁମାନେ ନିଜ ଲାଇଫ୍ରେ ହିଁ ଏମାନେ ମସ୍ତ ଥାନ୍ତି। ଏମାନେ ଅନ୍ୟ କାହା ଲାଇଫ୍ରେ ଇଣ୍ଟରଫିୟର କରିବାକୁ ପସନ୍ଦ ନାହିଁ। ଟିକେ ଜିଦ୍ଦି ସ୍ୱଭାବ ଥାଏ, ଯେଉଁଟା ବୁଝିଥିବେ ଯେଉଁଟା ଭାବିଥିବେ ସେଇଟା ହିଁ ତାଙ୍କୁ ଠିକ୍ ଲାଗେ ସଦାବେଳେ। ଠିକ୍ ଅଛି। ତା ସହିତ କୁମ୍ଭ ରାଶି ମଧ୍ୟ ଅଛି। କୁମ୍ଭ ରାଶିର ସ୍ପେଶାଲିଟି ହେଉଛି ତାଙ୍କ ପାଖରେ ନଲେଜ୍ ବହୁତ ଅଧିକ ଅଛି। ଏମାନେ ଚାହାନ୍ତି ବହୁତ ଜିନିଷ ଲୋକଙ୍କୁ ସେୟାର କରିବା ପାଇଁ, ଲୋକଙ୍କୁ ହେଲ୍ପ କରିବା ପାଇଁ, କାହିଁକିନା ଇଏ ଶନିର ରାଶି। ସମହାଉ ମାଇଣ୍ଡସେଟ୍ରେ ବି ଥାଏ ଯେ କେମିତି କ'ଣ କରିକି ପଇସା ଅଧିକ ଇନକମ୍ ମଧ୍ୟ କରାଯାଇପାରିବ ବା କେଉଁଠୁ ପଇସା ମଧ୍ୟ ଆସିପାରିବ, ଆଉ ତା ସହିତ ଲୋକଙ୍କର ହେଲ୍ପ କରିବା ମଧ୍ୟ ଆଙ୍କ ଭିତରେ ଏଇ ଟେଣ୍ଡେନ୍ସି ଅଟୋମେଟିକ୍ ଆସିଯାଇଥାଏ। ତାପରେ ଦ୍ୱିତୀୟ ଜିନିଷ ହେଉଛି କ'ଣ, ଆପଣ ଦେଖନ୍ତୁ ପ୍ଲାନେଟ୍ ପୋଜିସନ୍ ଦେଖନ୍ତୁ। ଲଗ୍ନ ଲର୍ଡ଼ ଯିଏକି ଶୁକ୍ର, ସିଏ ଆସିକି ବସିଛନ୍ତି ଏକାଦଶ ଘରେ। ଯେତେବେଳେ ଲଗ୍ନ ଲର୍ଡ଼ ଆସିକି ଏକାଦଶ ଘରେ ବସିଯାଆନ୍ତି, କେଉଁଠି ନା କେଉଁଠି ଆପଣଙ୍କ ମାଇଣ୍ଡସେଟ୍ ଆସିଯାଏ ଯେ ମୋତେ କେମିତି କରିକି ପଇସା ଇନକମ୍ କରିବାର ଅଛି। ୟା ଫିର୍ ହେଇପାରେ ଆପଣଙ୍କର 11th ହାଉସ୍ ଆପଣଙ୍କ ଫ୍ରେଣ୍ଡ ସର୍କଲ୍କୁ ରିପ୍ରେଜେଣ୍ଟ କରୁଛି, ଆପଣଙ୍କ ଲାଭ ପ୍ରଫିଟ୍କୁ ରିପ୍ରେଜେଣ୍ଟ କରୁଛି। ତ ହେଇପାରେ ଆପଣଙ୍କର ପ୍ରଫିଟ୍ସ ପାଇଁ ମଧ୍ୟ ଆପଣଙ୍କ ଇଣ୍ଟରେଷ୍ଟ ବହୁତ ଆସିପାରେ, କିମ୍ବା ଆପଣ ଫ୍ରେଣ୍ଡସ୍ଙ୍କ ସହିତ ଅଧିକ ଟାଇମ୍ ସ୍ପେଣ୍ଡ କରିବାକୁ ଆପଣଙ୍କୁ ଭଲ ଲାଗିବ। କିନ୍ତୁ ଆପଣ ଦେଖନ୍ତୁ ଶୁକ୍ର ସହିତ କେତୁ ମଧ୍ୟ ଯୁକ୍ତି ହେଇକି ଅଛି। ଯଦି ଆଜି ବର୍ତ୍ତମାନ ଏଇ ପର୍ଯ୍ୟନ୍ତ ଆପଣ ଦେଖିନାହାନ୍ତି ମୋର ସେ ଭିଡ଼ିଓଟା, ଯେଉଁ ଭିଡ଼ିଓରେ ମୁଁ ଶୁକ୍ର ସହିତ ଅଲଗା ଗ୍ରହମାନଙ୍କ ୟୁତିର କମ୍ବିନେସନ୍ ହେଲେ କ'ଣ ଫଳାଫଳ ଆସେ ମୁଁ ଯଦି ଆପଣ ଦେଖିନାହାନ୍ତି, ଜଲ୍ଦି ସେ ଯାଆନ୍ତୁ ଆଉ ସେ ଭିଡ଼ିଓସ୍କୁ ଦେଖନ୍ତୁ। ତାଙ୍କ ଜାତକରେ ଦେଖିବେ ଶୁକ୍ର ଆଉ କେତୁ ଏକାଠି ବସିଛନ୍ତି। ଶୁକ୍ର କେତୁ ଏକାଠି ବସିଲେ କ'ଣ, କେତୁ ଗୋଟେ ପ୍ଲାନେଟ୍ ଯିଏକି ଆପଣଙ୍କୁ ଡିଟାଚ୍ କରାଏ। କେତୁ ଯେକୌଣସି ପ୍ଲାନେଟ୍ ସହିତ ବସିବ ସେଇଠୁ ଆପଣଙ୍କୁ ଡିଟାଚ୍ କରିଦେବ ଜିନିଷ ଗୁଡ଼ାକ। ତେଣୁ ଆଙ୍କ ଜାତକରେ ଶୁକ୍ର ହେଉଛି ଲଗ୍ନାଧିପତି, ଆଉ ତା ସହିତ ଶୁକ୍ର ରିପ୍ରେଜେଣ୍ଟ ଆପଣ କ'ଣ କରୁଛି, ଆପଣଙ୍କର ଲଭ୍ ଲାଇଫ୍କୁ ରିପ୍ରେଜେଣ୍ଟ କରୁଛି। ଶୁକ୍ର ଆପଣଙ୍କର ଯେତିକି ସବୁ ମେଟେରିଆଲିଷ୍ଟିକ୍ ଜିନିଷ, ଲଭ୍, ଏଇସବୁ ଜିନିଷକୁ ଆପଣଙ୍କର ଶୁକ୍ର ରିପ୍ରେଜେଣ୍ଟ କରୁଛି। ତ ଯେହେତୁ କେତୁ ଶୁକ୍ର ସହିତ ରହିଗଲା, ସମହାଉ ଆଙ୍କ ମାଇଣ୍ଡରେ ଗୋଟେ ଡୁଆଲ୍ ମାଇଣ୍ଡସେଟ୍ ହେଇଯାଏ। କାହିଁକିନା ଲଗ୍ନ ଲର୍ଡ଼ ଯେହେତୁ 11th ହାଉସ୍ରେ ଅଛି, ମାଇଣ୍ଡସେଟ୍ ଅଛି ମୋତେ ପଇସା ଦରକାର। କିନ୍ତୁ ତା ସହିତ କେତୁ ଯେତେବେଳେ କନେକ୍ସନ୍ ହେଇଯାଉଛି, ତ ସିଏ ନିଜେ କନଫ୍ୟୁଜନ୍ ଯେ ତାଙ୍କ ଗୋଟେ ମୋମେଣ୍ଟରେ ଇଚ୍ଛା ହେଉଥିବ ମୋତେ ବହୁତ ପଇସା ଦରକାର, ଗୋଟେ ମୋମେଣ୍ଟରେ ଇଚ୍ଛା ହେଉଥିବ ନା ପଇସା କିଛି ନାହିଁ, ଏସବୁ ଜିନିଷ ଲାଇଫ୍ କିଛି ନାହିଁ, ଛାଡ଼ ଏସବୁ ଜିନିଷ। ତ ଏଇ ପ୍ରକାର ମାଇଣ୍ଡସେଟ୍ ମଧ୍ୟ ବି କ୍ରିଏଟ୍ ସିଏ କରେଇଦେବ। ତ ଜିନିଷ ହେଉଛି ସେୟା। ବୃହସ୍ପତି ମହାଦଶାରେ ଜନ୍ମ ହୋଇଛନ୍ତି। ତାଙ୍କର 2006 ଅକ୍ଟୋବର ପରଠୁ ଶନି ମହାଦଶା ଷ୍ଟାର୍ଟ ହେଇଛି, ଆଣ୍ଡ ସେ କଣ୍ଟିନ୍ୟୁ କଲା 2025 ଅକ୍ଟୋବର ପର୍ଯ୍ୟନ୍ତ। ତାଙ୍କର 2026 ଏଇ ଜାନୁଆରୀ ମାସରେ ତାଙ୍କର ଡିଭୋର୍ସ ହେଇଛି। ଯେତେବେଳେ ତାଙ୍କର ବୁଧ ମହାଦଶା ଆସିଲା ହାରି, ତାପରେ ତାଙ୍କର ଡିଭୋର୍ସ ହେଇଗଲା। ତ ବୁଧ ମହାଦଶାରେ ଡିଭୋର୍ସ କ'ଣ ପାଇଁ ହେଲା, କାହିଁକିନା ଆପଣ ଦେଖିବେ ତାଙ୍କ ଜାତକ ବୁଧ ହେଉଛି ତାଙ୍କର ସେକେଣ୍ଡ ହାଉସ୍ର ଅଧିପତି ଆଉ ତାଙ୍କର ପଞ୍ଚମ ଘରର ଅଧିପତି। ତ ସେକେଣ୍ଡ ହାଉସ୍ ହେଉଛି ଆପଣଙ୍କ ସପ୍ତମର ରୁ କାଉଣ୍ଟ କଲେ ଅଷ୍ଟମ ଘର ପଡ଼ିବ, ଆଉ ଅଷ୍ଟମ ଘର ହେଉଛି ମୃତ୍ୟୁର ଘର। ତେଣୁ ସପ୍ତମର ମୃତ୍ୟୁ ହେଉଛି ସେକେଣ୍ଡ ହାଉସ୍। ତେଣୁ ଯେତେବେଳେ ସେକେଣ୍ଡ ହାଉସ୍ର ଅଧିପତିର ମହାଦଶା ଆସିଲା, ତେଣୁ ତାପରେ ଯାଇକି ବିବାହ ବିଚ୍ଛେଦ ହେଇଗଲା ତାଙ୍କର।
ବର୍ତ୍ତମାନ ପ୍ରଶ୍ନ ଆସୁଛି ଯେ ତାଙ୍କ ବିବାହ ବିଚ୍ଛେଦ କ'ଣ ପାଇଁ ହେଲା। ଆପଣ ଦେଖନ୍ତୁ ତାଙ୍କ ସପ୍ତମ ଘରର ଅଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଆସିକି ଦଶମ ଘରେ ବସିଛନ୍ତି, କିନ୍ତୁ ରବି ସହିତ ୟୁତି ହେଇକି ବସିଛନ୍ତି। ଦେଖନ୍ତୁ ମଙ୍ଗଳ ଅସ୍ତ ହେଇଯାଇଛି, କାହିଁକିନା ରବିର ଡିଗ୍ରୀ ହେଉଛି 7 ଡିଗ୍ରୀ ଆଉ ମଙ୍ଗଳର ଡିଗ୍ରୀ ହେଉଛି 9 ଡିଗ୍ରୀ। ତ ପୁରା ଅସ୍ତ କରିଦେଉଛି ମଙ୍ଗଳକୁ। ଯେତେବେଳେ ରବି କୌଣସି ଗ୍ରହକୁ ଅସ୍ତ କରିଦିଏ, କୌଣସି ଗ୍ରହ ସହିତ କନେକ୍ସନରେ ଆସିଯାଏ, ୟୁତିରେ ଆସିଥାନ୍ତି, ଅସ୍ତ ହେଇଯାଆନ୍ତି, ତାହେଲେ କ'ଣ ହୁଏ ଯେ ସେଇ ଗ୍ରହର କାରକତ୍ୱ ବା ସେଇ ଗ୍ରହ ଯେଉଁ ହାଉସ୍ର ଅଧିପତି ଥାନ୍ତି ସେଇ ହାଉସ୍କୁ ସେ କେଉଁଠି ନା କେଉଁଠି ଡ୍ୟାମେଜ୍ କରିଦିଅନ୍ତି। ତ ଯେହେତୁ ମଙ୍ଗଳ ତାଙ୍କର ସପ୍ତମ ଅଧିପତି, କେଉଁଠି ନା କେଉଁଠି ତାଙ୍କର ମ୍ୟାରେଜ୍ର ଡିଷ୍ଟର୍ବାନ୍ସର ମେନ୍ କାରଣ ଥିଲା ସେଇ କମ୍ବିନେସନ୍। ତେଣୁକରି ତାଙ୍କର ଏଥିରେ ହିଁ ତାଙ୍କର ଡିଷ୍ଟର୍ବାନ୍ସ ବହୁତ ଅଧିକ ଶୋ କରିଛି। କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରଶ୍ନ ହେଉଛି ଯେ କ'ଣ ସାର୍ ମୋତେ ଜବ୍ ମିଳିବ ନା ନାହିଁ, ମୁଁ ଆଉ ଥରେ ଜବ୍ କରିବା ପାଇଁ ଚାହୁଁଛି। କାହିଁକିନା ଆପଣ ଦେଖିବେ ତାଙ୍କ ଜାତକରେ ନବମ ଘରେ ପ୍ଲାନେଟ୍, ଦଶମ ଘରେ ପ୍ଲାନେଟ୍, ଏକାଦଶ ଘରେ ପ୍ଲାନେଟ୍। ଜାତକର ପ୍ଲାନେଟ୍ ପୋଜିସନ୍ ବହୁତ ବଢ଼ିଆ ଅଛି। କେଉଁଠି ନା କେଉଁଠି ଆପଣଙ୍କୁ ଗ୍ରୋଥ୍, ସକ୍ସେସ୍, ପଇସା ତ ଅଟୋମେଟିକ୍ ଦେଇଦେବା କଥା, କିନ୍ତୁ ଏ ପର୍ଯ୍ୟନ୍ତ ଜବ୍ କାହିଁକି ହେଇନି। ଯେତେବେଳେ ସେମ୍ ପ୍ରଶ୍ନ ମୁଁ ତାଙ୍କୁ ପଚାରିଲି, ସେ କହିଲେ ସାର୍ ସେତେବେଳେ ମେ ବି ଜବ୍ ମୋତେ ମିଳିପାରିଥାନ୍ତା, କିନ୍ତୁ ସେଇ ଟାଇମ୍ରେ ମୋର ମ୍ୟାରେଜ୍ ହେଇଗଲା, ମାନେ ଆଜିକୁ 5 ବର୍ଷ ତଳର କଥା। କାହିଁକିନା ଜବ୍ କରିବାର ଚାନ୍ସେସ୍ ବହୁତ ଅଧିକ ଥିଲା ତାଙ୍କ ଜାତକରେ। ତ ଯେହେତୁ ମ୍ୟାରେଜ୍ ହେଇଗଲା, ସୋ ଦ୍ୟାଟ୍ ସେଇଆଡ଼େ ଲାଇଫ୍ ବିଜି ରହିଗଲା, ସୋ ଦ୍ୟାଟ୍ ଜବ୍ ହେଇପାରିଲା ନାହିଁ। କିନ୍ତୁ ବର୍ତ୍ତମାନ ବୁଧ ମହାଦଶା ଚାଲିଛି। ବୁଧ ହେଉଛି ତାଙ୍କ ଜାତକର ସେକେଣ୍ଡ ହାଉସ୍ର ଅଧିପତି, ଦ୍ୱିତୀୟ ଘରର ଅଧିପତି। ଯେହେତୁ ଦ୍ୱିତୀୟ ଘରର ଅଧିପତି, ତ ଦ୍ୱିତୀୟ ଘର ହେଉଛି ଆପଣଙ୍କର ଧନର ଘର। ଧନର ଅଧିପତି ଆସିକି ଭାଗ୍ୟ ଘରେ ବସିଛନ୍ତି। ତ କେଉଁଠୁ ନା କେଉଁଠୁ ତାଙ୍କ ପାଖକୁ ପଇସା ବା ସୋର୍ସ ଅଫ୍ ଇନକମ୍ ଆସିଯିବ ନିହାତି। କାହିଁକିନା ଯେହେତୁ ଭାଗ୍ୟ ଘରେ ପ୍ଲାନେଟ୍ ବସିଛି, ତ ଭାଗ୍ୟ କେଉଁଠି ନା କେଉଁଠି ଆକ୍ଟିଭେଟ୍ ହେବ ନିହାତି। ତେଣୁ ଚାନ୍ସେସ୍ ଅଧିକ ଅଛି ଇଏ ଜବ୍ ମଧ୍ୟ ପାଇଯିବେ, ଇନକମ୍ ମଧ୍ୟ କରିବା ଷ୍ଟାର୍ଟ କରିଦେବେ, ସେମିତି କିଛି ମେଜର୍ ଇସ୍ୟୁ ନାହିଁ। ତାଙ୍କୁ ମୁଁ କହିଛି ଯେ 2026 ଜୁନ୍ ପରଠୁ କେଉଁଠି ନା କେଉଁଠି ଜବ୍ କରିବାର ଚାନ୍ସେସ୍ ଅଧିକ ଆସିବ ଭାରି। କିନ୍ତୁ ଗୋଟିଏ ଜିନିଷ ପ୍ରୋବ୍ଲେମ୍ ହେଉଛି ତାଙ୍କ ଜାତକରେ କ'ଣ, ତାଙ୍କ ଜାତକରେ ଦେଖିବେ ଶନି ଏକାଦଶ ଘରେ ବସିଛି, ଆଉ ଶନି ଏକାଦଶ ଘରେ ବସିକି ତାଙ୍କ ଲଗ୍ନକୁ ମଧ୍ୟ ଦେଖୁଅଛି। ତ ଯେତେବେଳେ ଶନି କୌଣସି ଲଗ୍ନକୁ ଦେଖିଦିଏ, ତ କ'ଣ ଗୋଟେ ଜିନିଷ ପ୍ରୋବ୍ଲେମ୍ ଦିଏ ଯେ ଆପଣଙ୍କର ସବୁ କାମ ସେ ଡିଲେ କରାଇଦିଏ। କୌଣସି କାମ ଠିକ୍ ଟାଇମ୍ରେ କେବେ ହେଲେ ହୁଏ ନାହିଁ, କାହିଁକିନା ଆପଣଙ୍କ ଭିତରେ ଗୋଟେ ପ୍ରୋକ୍ରାଷ୍ଟିନେସନ୍ ଆସିଯାଏ, ହଁ ଆଜି କରିବା, କାଲି କରିବା, ଏଇ ଜିନିଷ ଆସିଯାଏ। ତାପରେ ସେମିତି ତାଙ୍କର ଯେହେତୁ କୁମ୍ଭ ରାଶି, ଯେହେତୁ ବର୍ତ୍ତମାନ ଶନି 7.5 ବର୍ତ୍ତମାନ ଚାଲିଥିଲା, ଶନି 7.5 ବର୍ତ୍ତମାନ ସରିବାକୁ ଯାଉଛି। ତ ଧୀରେ ଧୀରେ ଶନି 7.5 ମଧ୍ୟ ସରିଯିବ। ତ ଧୀରେ ଧୀରେ ଲାଇଫ୍ରେ ଭଲ ଫେଜ୍ ମଧ୍ୟ ଆସିଯିବା ଷ୍ଟାର୍ଟ ହେଇଯାଏ। ତ ସେଥିପାଇଁ କିଛି ବିଗ୍ ଇସ୍ୟୁଜ୍ ନାହିଁ, ତ ଚେଷ୍ଟା କଲେ ହେଇପାରିବ। କିନ୍ତୁ ଆଉ ଗୋଟେ ଜିନିଷ ହେଉଛି କ'ଣ, ତାଙ୍କର ରାହୁ ଆଉ କେତୁ ଭିତରେ ସବୁତିକ ପ୍ଲାନେଟ୍ସ ଆସିଯାଉଛନ୍ତି। କିଛି ଲୋକ, କିଛି ଆଷ୍ଟ୍ରୋଲଜର କହନ୍ତି ଯେ ହଁ ଇଏ ଗୋଟେ କାଳସର୍ପ ଦୋଷ ଭିତରେ ଆସିଯାଏ, ବା କିଛି କେସ୍ରେ କୁହନ୍ତି ଯଦି ସେଇ ଗ୍ରହ ସହିତ କୌଣସି ଗ୍ରହ ମଧ୍ୟ ବସିଯାଇଥାଏ, ତାହେଲେ ସେଠି କାଳସର୍ପ ଦୋଷରେ ତାକୁ ଗଣାଯାଏ ନାହିଁ। ତ ସେ ଆସ୍ପେକ୍ଟକୁ ଦେଖିଲେ ମେ ବି କାଳସର୍ପ ଦୋଷ ନାହିଁ ଜାତକରେ। ତେଣୁ କମ୍ବିନେସନ୍ ବହୁତ ବଢ଼ିଆ ଅଛି, ଆଣ୍ଡ ଯଦି ଏମାନେ ଚାହୁଁଛନ୍ତି କରିବା ପାଇଁ ତ ନିହାତି କରିପାରିବେ। ଆଣ୍ଡ ବହୁତ ଜଲ୍ଦି ବୁଧ ମହାଦଶା ମଧ୍ୟ ଆମକୁ ବହୁତ କିଛି ଦେଇଦେବ ଲାଇଫ୍ରେ। ଆଣ୍ଡ ପଇସା ଅଛି ଲାଇଫ୍ରେ, ପଇସା ଯେମିତି ବି ହେଉନା କାହିଁକି ଆମକୁ ଲାଇଫ୍ରେ ପଇସା ମଧ୍ୟ ନିହାତି ମିଳିଯିବ, ଆଉ ଗ୍ରୋଥ୍ ସକ୍ସେସ୍ ମଧ୍ୟ ନିହାତି ପାଇବେ। ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ସେ ଚାହୁଁଛନ୍ତି। ଆଣ୍ଡ ରବି ମଧ୍ୟ ତାଙ୍କର ଦଶମ ଘରେ ବସିଛି। ଯେହେତୁ ରବି ଦଶମ ଘରେ ବସିଛି, ତ ସେ ଅନୁସାରେ ସେ ନିହାତି କେଉଁଠି ନା କେଉଁଠି ଆପଣଙ୍କୁ ଗଭର୍ଣ୍ଣମେଣ୍ଟ ଜବ୍ ଦେବାର ପୁରା ହେଲ୍ପ କରିବ। କିନ୍ତୁ ଆଉ ଗୋଟେ ଜିନିଷ ହେଉଛି ତାଙ୍କର ଯେତେବେଳେ ଆପଣ D9 ଚାର୍ଟ ଦେଖିବେ, ମ୍ୟାରିଟାଲ ଲାଇଫ୍କୁ ନେଇକି ଯଦି ଦେଖିବେ, D9 ଚାର୍ଟରେ ଯିଏ ସପ୍ତମାଧିପତି ଯିଏ ବୁଧ ହେଉଛନ୍ତି, ସିଏ ଆସିକି ବସୁଛନ୍ତି ସେକେଣ୍ଡ ହାଉସ୍ରେ, ଶୋ ଗୃହରୁ ପୁଣି ଅଷ୍ଟମକୁ ପଳାଉଛନ୍ତି। ତ ସେଠି କେଉଁଠି ନା କେଉଁଠି ମ୍ୟାରେଜ୍ରେ ମଧ୍ୟ ବି ସେ ଡିଷ୍ଟର୍ବାନ୍ସ ଶୋ କରୁଛି D9 ଚାର୍ଟରେ। ଆଉ ଦ୍ୱିତୀୟ ଜିନିଷ, ଯଦି ପ୍ରଶ୍ନ ମଧ୍ୟ ଥିଲା ଯେ ସେକେଣ୍ଡ ମ୍ୟାରେଜ୍ କରିବା ପାଇଁ ଚାହୁଁଛନ୍ତି, ତ ଆପଣ ନବମ ଘରୁ ସେକେଣ୍ଡ ମ୍ୟାରେଜ୍ ଦେଖାଯାଏ। ତ ଯେହେତୁ ବୁଧ ମଧ୍ୟ 9th ହାଉସ୍ରେ ବସିଛି, ତ କେଉଁଠି ନା କେଉଁଠି ସେକେଣ୍ଡ ମ୍ୟାରେଜ୍ କରିବା ପାଇଁ ମଧ୍ୟ ଇଏ ବହୁତ ଆପଣଙ୍କର ହେଲ୍ପଫୁଲ୍ ମଧ୍ୟ ନିହାତି ହେବ। ତ ଚେଷ୍ଟା କରିପାରିବେ ସେକେଣ୍ଡ ମ୍ୟାରେଜ୍ କରିବା ପାଇଁ, ତ ହେଇପାରିବ। ଏଇ ବୁଧ ମହାଦଶାରେ ମଧ୍ୟ ସେକେଣ୍ଡ ମ୍ୟାରେଜ୍ର ଯୋଗ ନିହାତି ଅଛି। ତ ଇଏ ଥିଲା ଏଇ ଜାତକର ଆନାଲିସିସ୍। ଯଦି ଆପଣଙ୍କୁ ମଧ୍ୟ କିଛି ଦେଖାଯାଉଛି, କିଛି ଏକ୍ସଟ୍ରା ଜିନିଷ ଅଛି ବା କିଛି ମିସ୍ କରାଗଲା, ତ ଆପଣଙ୍କ ପାଇଁ କମେଣ୍ଟ ବକ୍ସରେ ସ୍ୱାଗତ। ବା ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି, କିଛି ଜାଣିବା ପାଇଁ ଚାହୁଁଛନ୍ତି, ତାହେଲେ କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ। ଆଉ ଆପଣଙ୍କ ସହିତ ଭେଟ ହେବ ଆଉ ଗୋଟେ ଜାତକ ଆନାଲିସିସ୍ରେ। ସେ ପର୍ଯ୍ୟନ୍ତ ନମସ୍କାର।